ରିଲ୍ସ ନିଶା କେମିତି ଭାବରେ କାଳ ସାଜିଲା ଆଜି ଶୁଣନ୍ତୁ। ଅଗଷ୍ଟ 9 ତାରିଖ ପାତ୍ରପଡ଼ା ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମା ଆଉ ଝିଅଙ୍କ ମୃତ୍ୟୁ ମାମଲାରେ ଥାର ମାଲିକ ଆଉ ସ୍କର୍ପିଓ ମାଲିକଙ୍କୁ ପୋଲିସ ଆଜି ଆରେଷ୍ଟ କରିଛି। ସେମାନଙ୍କ କଥା ଶୁଣିଲେ ଆପଣଙ୍କୁ ବି କ୍ରୋଧ ଆସିବ। ଏମାନେ ରିଲ୍ସ ନିଶାରେ ସ୍କର୍ପିଓ ଆଉ ଥାର ମଧ୍ୟରେ ଟକ୍କର ଦଉଥିଲେ। ସେଇ ରାସ୍ତାରେ ଯାଉଥିବା ମା ଝିଅ ଦୁଇ ଜଣଙ୍କୁ ଏଇ ଥାର ଗାଡ଼ି ଟକ୍କର ଦେଇଥିଲା। ଫଳରେ ଝିଅଟି ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ତାପରେ ପରେ ସେ ମାର ବି ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ପରେ ଏଇ ଥାର ମାଲିକ ସ୍କର୍ପିଓ ମାଲିକ ତାର ଏଇ ମହିଳାଟିର ସ୍ୱାମୀକୁ ଲାଞ୍ଚ ବି ଯାଚିଥିଲେ। 50 ଦିନ ଅନ୍ତରରେ ଛକା ପଞ୍ଜାରେ ଆଜି ପୋଲିସ ସେମାନଙ୍କୁ ଆରେଷ୍ଟ କରିଛି। ଭାବୁଛି ଅଦାଲତ ନିଶ୍ଚୟ ଏଇ ଘଟଣାରେ ନ୍ୟାୟ କରିବ।